ଜୀବନ ଯାକ ସୁସ୍ଥ ନିରୋଗ ରହିବା ପାଇଁ ନିଜର ଖାଦ୍ୟ ନିୟନ୍ତ୍ରଣ କରି ଯୋଗାସନ ବ୍ୟାୟାମ ପ୍ରାଣାୟାମ ଅଭ୍ୟାସ କଲେ ଜଣେ ଜୀବନ ଯାକ ସୁସ୍ଥ ସବଳ ନିରୋଗ ରହିପାରିବ। ଅତ୍ୟଧିକ ଫଳ ପନିପରିବା ରୁଟି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ସକାଳେ ଲେମ୍ବୁ ରସ ମହୁ ଉଷୁମ ପାଣି ମେଦ କମାଏ। ଗ୍ରୀନ୍ ଟି ଓଜନ କମାଏ। ଯନ୍ତ୍ରକୁ ସୁସ୍ଥ ରଖେ। ତାଜା ସାଲାଡ ମେଟାବଲିଜିମ୍ ବୃଦ୍ଧି କରେ। ଲାଲ ଲଙ୍କା ଅଳ୍ପ ଲାଲ ଲଙ୍କା ଖାଇବା ଭଲ। ଚର୍ବି ବିହୀନ ମାଂସ ମେଦ କମାଏ। ନଡ଼ିଆ ମେଟାବଲିଜିମ୍ ବୃଦ୍ଧି କରେ। ଯୌଗିକ ବ୍ୟାୟାମର ଉପକାରିତା ସୁଖ ନିଦ୍ରା କରାଏ। ମନ ସତେଜ ପ୍ରଫୁଲ୍ଲ ରହେ। ସ୍ନାୟୁମଣ୍ଡଳ ଯକୃତ ସୁସ୍ଥ ରହେ। ପେଶୀ ସମୂହ ସତେଜ ଦୃଢ଼ ରହେ। ଦେହକୁ ସଂଗଠିତ ସୁନ୍ଦର ଆକର୍ଷଣୀୟ କରେ। କ୍ଷୁଧା ବୃଦ୍ଧି କରେ। ପାଚନ କ୍ରିୟାକୁ ସବଳ କରେ। ପତ୍ନୀଙ୍କ ବିୟୋଗ ସହ୍ୟ କରିବା ଅତି ଦୁଃଖଦାୟକ। ଧନ ସମ୍ପତ୍ତି ଓ ପରିବାରରେ ସମସ୍ତେ ଥିବା ସତ୍ତ୍ୱେ ପତ୍ନୀଙ୍କ ବିନା ମଣିଷ ସଂସାରରେ ଏକା ହୋଇଯାଏ ଏବଂ ଜୀବନରେ ସେ କୌଣସି ସୁଖ ଉପଭୋଗ କରିପାରେ ନାହିଁ। ବିଶେଷତଃ ବୃଦ୍ଧାବସ୍ଥାରେ ପତ୍ନୀଙ୍କ ବିୟୋଗ ସହ୍ୟ କରିବା ଦାରୁଣ ଦୁଃଖଦାୟକ। ଶିକ୍ଷା ପାଇଁ ପୁରା କାଳରେ ଗୁରୁଗୃହରେ ରହି ଛାତ୍ରମାନେ ଅଧ୍ୟୟନ କରୁଥିଲେ ଏବଂ ଗୁରୁଙ୍କର ପତ୍ନୀ ସେମାନଙ୍କୁ ମାତା ପରି ପାଳନ କରୁଥିବାରୁ ସେ ମାତା ସ୍ୱରୂପା। ଅନ୍ତରଙ୍ଗ ମିତ୍ରଙ୍କର ପତ୍ନୀ ତାଙ୍କର ସ୍ୱାମୀଙ୍କର ବନ୍ଧୁଙ୍କୁ ନିଜର ଦେବର ଜ୍ଞାନରେ ଯତ୍ନ ନେଉଥିବାରୁ ସେମାନେ ମାତା ସମାନ। ରାଜକୀୟ ଶାସନ କାଳରେ ରାଜାମାନେ ପ୍ରଜାଙ୍କୁ ପୁତ୍ର ଦୃଷ୍ଟିରେ ପାଳନ କରୁଥିବାରୁ ତାଙ୍କର ପତ୍ନୀ ଅର୍ଥାତ୍ ରାଣୀ ମାତା ସମାନ। ବ୍ରାହ୍ମଣମାନେ ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି। ମୟୂରମାନେ ମେଘ ଘୋଟି ଆସିବାର ଦେଖିଲେ ଖୁସି ହୋଇଥାନ୍ତି। ସାଧୁମାନେ ଜ୍ଞାନୀ ଗୁଣୀମାନେ ଅନ୍ୟର ସୁଖ ଦେଖିଲେ ଖୁସି ହୋଇଥାନ୍ତି। ମାତ୍ର ଦୁଷ୍ଟ ଲୋକମାନେ ଅନ୍ୟର ଦୁଃଖ କଷ୍ଟ ଅଭାବ ଅସୁବିଧା ଦେଖି ଖୁସି ହୋଇଥାନ୍ତି। ଯେଉଁଠି ଖାଇବା ସରିଗଲା ପରେ ଲୋକେ ଖାଇବା ଥାଳିକୁ ଘୃଣା ଆଖିରେ ଦେଖନ୍ତି ସେଠି ବିନା ସ୍ୱାର୍ଥରେ ଲୋକେ ଆପଣଙ୍କୁ ଭଲ ପାଇବେ ସେ ଆଶା ରଖୁଛନ୍ତି କାହିଁକି? ମିଛର କୌଣସି ମୂଲ୍ୟ ନାହିଁ। ମିଛ ହୁଏତ ଆଜି ବହୁତ ଖୁସି ଦେବ କିନ୍ତୁ ମନେ ରଖନ୍ତୁ କାଲି ଆପଣଙ୍କୁ ସେଥିପାଇଁ ବହୁତ କାନ୍ଦିବାକୁ ପଡ଼ିବ। ଏଠି କିଛି ଲୋକ ଭୁଲ ହେଇକି ବି ନିଜେ ଭୁଲ ବୋଲି କେବେ ସ୍ୱୀକାର କରନ୍ତିନି ଆଉ ଅନ୍ୟକୁ ଦୋଷୀ ପ୍ରମାଣିତ କରିବା ପାଇଁ ନିଜକୁ ପୁରା ତାକତ ଲଗାଇ ଦିଅନ୍ତି। ଶ୍ରୀ ସାଇବାବାଙ୍କ ମୁଖ ନିଃସୃତ କିଛି ପବିତ୍ର ବାଣୀ। ଯେଉଁ ଲୋକ ଅଳ୍ପରେ ସନ୍ତୁଷ୍ଟ ସେ ଧନୀ। ଯେଉଁ ଲୋକ ସର୍ବଦା ଅସନ୍ତୁଷ୍ଟ ସେ ଦରିଦ୍ର। ସବୁବେଳେ ଅସନ୍ତୁଷ୍ଟ ରହୁଥିବା ଦୁର୍ଯ୍ୟୋଧନ ପରି ହୁଅନା ବରଂ ଦାନ କରିଦେଇ ଆନନ୍ଦ ପାଉଥିବା କର୍ଣ୍ଣ ପରି ହୁଅ। କର୍ମ ଦ୍ୱାରା ବଂଶ ଦ୍ୱାରା ଧନ ଦ୍ୱାରା ଅମରତ୍ୱ ମିଳେ ନାହିଁ। ତ୍ୟାଗ ଦ୍ୱାରା ହିଁ କେବଳ ଏହା ଲାଭ କରାଯାଏ। ସତ୍ସଙ୍ଗ ତୁମକୁ ଈଶ୍ୱରଙ୍କ ଆଡ଼କୁ ଘେନିଯାଏ ମାତ୍ର କୁସଙ୍ଗ ତୁମକୁ କର୍ଦ୍ଧାମାକ୍ତ ଗାତରେ ପତିତ କରାଏ। ରାମ ସେବା ହିଁ ରାମ ସେବା। ତମେ ଭଲ ଭାବରେ ତୁମ ଗ୍ରାମର ସେବା ନ କଲେ ରାମଙ୍କର ଉପାସନା କରିବାରେ କିଛି ମୂଲ୍ୟ ନାହିଁ। ଆଧ୍ୟାତ୍ମିକତା ନଷ୍ଟ ହେଲେ ଭାରତ ରହିବ ନାହିଁ। ଭାରତର ଗୌରବ ଆଧ୍ୟାତ୍ମିକତା ଉପରେ ଆଧାରିତ। ହୃଦୟକୁ ପ୍ରେମରେ ମସ୍ତକକୁ ଜ୍ଞାନରେ ପୂର୍ଣ୍ଣ କର। ହାତକୁ ସେବାରେ ନିୟୋଜିତ କର।
ବାଳକମାନଙ୍କୁ ଦୟା କର, ପ୍ରେମ କର, ସ୍ନେହ କର। ଛୋଟ ଶିଶୁକୁ ଶାସ୍ତି ଦିଅ ନାହିଁ, ଯଦି ସେ ଶାସନର ଯୋଗ୍ୟ ନୁହେଁ। ଅତି ମିଷ୍ଟ ଭାଷାରେ ତାକୁ ବୁଝାଇ ଦିଅ। ଓಂ ଶ୍ରୀ ସମର୍ଥ ସଦ୍ଗୁରୁ ସାଇନାଥାୟ ନମଃ।